ଏହି ଭୂମିର ନାମ ଢେଙ୍କାନାଳ କିପରି ହେଲା ପର୍ତ୍ତୁ ଏହା ପଛରେ ରହିଛି ଏହି ପୁରୁଣା ଇତିହାସ। The word Dhenkanal has been derived from the words Sabar Mukhya Dhenka and Nal meaning land. ଆଧୁନିକ ସମୟରୁ ବହୁତ ପୂର୍ବରୁ ରାଜ୍ୟ ଓ ସହର ଗଠିତ ହେବା ପୂର୍ବରୁ ଭୂମିରେ ବାସ କରୁଥିଲେ ଏକ ଶକ୍ତିଶାଳୀ ଜନଜାତି ଖୋଟି ଶବର ଜାତି। ସେହି ସମୟରେ ଏକ ସାହସୀ ଓ ପ୍ରଭାବଶାଳୀ ଶାସକ ଥିଲେ ଦ ଶବର ରାଜା। ଶବର ଜନଜାତିର ପ୍ରକୃତି ସହିତ ଗଭୀର ସମ୍ପର୍କ ଥିଲା। ସେମାନେ ଜଙ୍ଗଲକୁ ପୂଜା କରୁଥିଲେ ଏବଂ ସେମାନେ ଦକ୍ଷ ଯୋଦ୍ଧା ଥିଲେ। ଢେଙ୍କାନାଳ ଅଞ୍ଚଳର ଆଦିବାସୀ ସର୍ଦ୍ଦାର ଢେଙ୍କା ସାବରଙ୍କୁ ଗଡ଼ ବେଶାଳିଆର ଶାସକ ଶ୍ରୀଧର ଭଞ୍ଜ ପରାସ୍ତ କରିଥିଲେ। କିମ୍ବଦନ୍ତୀ ଅଛି ଯେତେବେଳେ ଢେଙ୍କା ତାଙ୍କ ମୃତ୍ୟୁଶଯ୍ୟାରେ ଥିଲେ ସେ ତାଙ୍କ ସ୍ମୃତିକୁ ସଂରକ୍ଷିତ ରଖିବା ପାଇଁ ଅଞ୍ଚଳର ନାମକରଣ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କର କାହାଣୀ ଲୋକକଥାରେ ବଞ୍ଚିଅଛି। ସେମାନଙ୍କର ସାହସ ଏହି ଭୂମିରେ ଅନୁରଣିତ ହେଉଛି ଓ ସେହି ଶବର ରାଜା ଆଜି ମଧ୍ୟ ଏକ ଅଜଣା ନାୟକ। ଏହା କେବଳ ଗୋଟିଏ କାହାଣୀ ନୁହେଁ, ଏହା ହେଉଛି ଢେଙ୍କାନାଳର ଗୁପ୍ତ ଇତିହାସ।